ସମସ୍ତଙ୍କୁ ନମସ୍କାର। ପ୍ରିୟ ମଣ୍ଡଳୀ, ଖ୍ରୀଷ୍ଟ ପ୍ରେମ ଭାଇ ଓ ଭଉଣୀମାନେ, ଭଉଣୀ ବୃନ୍ଦ, ଆମମାନଙ୍କ ପରିତ୍ରାଣ କର୍ତ୍ତା ପ୍ରଭୁ ଯୀଶୁଙ୍କ ସହିତ ନାମରେ ପ୍ରେରଣ ନମସ୍କାର ଜଣାଇ କରୁ। ଆମ୍ଭମାନଙ୍କୁ ପରମେଶ୍ୱର ସହିତ ଏବଂ ପ୍ରାର୍ଥନା ଶ୍ରବଣକାରୀ ପରମେଶ୍ୱରଙ୍କୁ ଅଟନ୍ତି। ଆମମାନେ ଆସନ୍ତୁ ଆଉ ଏହି ବାଇବଲ ପାଠ ପଢିବା ନିମନ୍ତେ ଆମେ ପ୍ରାର୍ଥନା କରିବା ଆଉ ଶିଖିବା। ଆସନ୍ତୁ। ସ୍ୱର୍ଗ ପିତା ଈଶ୍ୱର ପ୍ରଭୁ, ଆମମାନଙ୍କ ନିମନ୍ତେ ଆପଣ ମଧ୍ୟ ଆମେ ବାଇବଲ ପଢିବା ନିମନ୍ତେ ଆମମାନଙ୍କ ଠାରେ ଅଛୁ। ତେଣୁ ଆମେ ବୁଝି ପାରିବୁନୁ, ଜାଣିପାରିବୁନୁ, ତାହେଲେ ଆପଣ ମଧ୍ୟ ଆମମାନଙ୍କ ଆତ୍ମାର ପ୍ରବେଶ କରିବେ। ଏହି ଛୋଟିଆ ପ୍ରାର୍ଥନା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ମାଗିଲି, ଆମେନ୍। ଆସନ୍ତୁ ଭାଇ, ଆଉ ଆମେ ଏହି ପାଠ ପଢିବା ପୂର୍ବରୁ ଆମମାନେ ବାଇବଲର ନାମ କହିବି। ଏଫେସୀୟ ତାର 5 ପର୍ବ 8-14 ଆମେ ଦେଖିବା। 8 ପଦରେ କଣ ଲେଖା ହେଇଛି ତା ଆପଣମାନଙ୍କୁ ଯାହା ମୁଁ କହିବି। କାରଣ ତୁମ୍ଭେମାନେ ପୂର୍ବେ ଅନ୍ଧକାର ସ୍ୱରୂପ ଥିଲ, କିନ୍ତୁ ଏବେ ପ୍ରଭୁ ସହପାଠୀର ଆଲୋକ ସ୍ୱରୂପ ହୋଇଅଛ। ତୁମ୍ଭେମାନେ ପ୍ରଭୁ ଯୀଶୁଙ୍କୁ କେବେ ଜାଣି ନଥିଲ, ପ୍ରଭୁଙ୍କୁ ଦେଖି ନଥିଲେ, ସେତେବେଳେ ଅନ୍ଧାର ଥିଲେ। ଏବେ ପ୍ରଭୁଙ୍କ ଲୋକ ହେଲୁ। ତେଣୁ ଆଉ ପ୍ରଭୁ କେମିତି ଆମମାନଙ୍କୁ ଯାହା ଆତ୍ମାରେ ବୁଝେଇବ, ତାହା ଆମମାନେ ସବୁ ଜାଣିବାକୁ ପଡ଼ିବ। କାରଣ ସମସ୍ତେ ପ୍ରକାର ଉତ୍ତମ ଧାର୍ମିକତା, ସତ୍ୟ, ଆଲୋକ ସ୍ୱରୂପ ଏହି ସଂସାର ସବୁ କଥା ପ୍ରଭୁ ଆମକୁ ଆଲୋକରେ ବାସ କରିବା ପାଇଁ ଆମକୁ ସବୁ କହିବା ପାଇଁ ଅଛି। ସେ ନିଜେ କହିବନି, ଆତ୍ମାରେ କହିବେ। ଏଟା ଖରାପି, ଏଟା ନିଚ ଉଚ୍ଚ ଜାତି ଭେଦ ନାହିଁ। ପ୍ରିୟ ମୋର ଭାଇ, ଆଉ ପ୍ରଭୁ ଯୀଶୁଙ୍କ ଜଣେ ସନ୍ତୋଷଜନକ ଆଉ ଅନୁସନ୍ଧାନ କର। ପ୍ରଭୁ ଯୀଶୁ ଏହି ସଂସାରରେ ସବୁ ଏହି ବ୍ୟକ୍ତି ମାନେ କେଉଁ ଜିନିଷ କେଉଁ ବାଛିବ ତାହା ନାହିଁ। ପ୍ରଭୁ ସମସ୍ତଙ୍କୁ ସମାନେ ଦେଖିବ। ଆନନ୍ଦକାରୀ ନିଷ୍ଫଳତ କର୍ମ ସବୁ ସହଭାଗିତା ନୁହଁ, କାରଣ ବରଂ ସେହି ସବୁର ଦୋଷ ହିଁ ଦେଖାଯିବ। ଯେ କର୍ମ କରିବ ତାହା ସେଉମାନେ ଦୋଷ ଦେଖାଯିବ। କେତେବେଳେ ଦେଖିବ ପ୍ରିୟ ମୋର ଭାଇ, ଆଉ ଆମେ କେତେବେଳେ ଏହି ସଂସାର ଛାଡ଼ିକି ଆମେ ଯିବା, ସେତେବେଳେ ଦେଖିବା। ଆମେ ପ୍ରଭୁ ଯୀଶୁଙ୍କୁ ଆମେ ଜାଣିଲୁ, ପ୍ରଭୁଙ୍କୁ ଜାଣିଲୁ, ଆଲୋକ ସନ୍ତାନ ପରି ଆମେ ବଞ୍ଚିବାକୁ ପଡ଼ିବ। କିନ୍ତୁ ସମସ୍ତେ ବିଷୟ ଦୋଷ ଆଲୋକ ଦ୍ୱାରା ଦେଖାଯାଏ। ଯେଉଁ ସବୁ ପ୍ରକାଶିତ ହୁଏ ତାହା ଆଲୋକ। ଆମମାନେ ଆଲୋକ ଥାଇକି ଅନ୍ଧାରେ ବଞ୍ଚିବା ନାହିଁ। ଅନ୍ଧାର ହଉଛି ପାପ, ଅନ୍ଧାର ହଉଛି ପ୍ରିୟ ମୋର ଭାଇ, ଆଉ ବଞ୍ଚିବାକୁ ମହାନ କଷ୍ଟ। ଯେଉଁମାନେ ଏହି ସଂସାରରେ ଅଛନ୍ତି ସେମାନେ ବଞ୍ଚିବାକୁ ଜାଣୁନାହାନ୍ତି। ମଦ, ପାଣି, ଯେ ଅନେକ ଜିନିଷ, ଦ୍ରାକ୍ଷାରସ ପିଇକି ଖାଇକି ମଧ୍ୟ ବଞ୍ଚୁଛନ୍ତି, ସେଇମାନେ ଅନ୍ଧାରେ ଅଛନ୍ତି। ଯେଉଁମାନେ ଅନ୍ଧାରେ ଅଛନ୍ତି ସେମାନେ ଆଉ ଆଲୋକରେ ବୁଝିପାରିବ ନାହିଁ। ଆମେ ମଧ୍ୟ ଆମେ ଆଲୋକର ଥାଇକି ଅନ୍ଧାରକୁ ଯିବା ନାହିଁ। ପ୍ରିୟ ମୋର ଭାଇ ଆଉ ଭଉଣୀମାନେ, ଏହି ଜଗତରେ କେତେ ଅନେକ ସ୍ଥାନ ଥାଆନ୍ତୁ କାହିଁକି ଆପଣମାନେ ଏହି ଭିଡ଼ିଓକୁ ଦେଖିକି ଚିନ୍ତା ଟିକେ ଆତ୍ମା କନି, ମୁଁ କେମିତି ଅନ୍ଧାରେ ଅଛି ନା ଆଲୋକରେ ଅଛି, ଚିନ୍ତା କରିବାକୁ ପଡ଼ିବ। କିନ୍ତୁ ସମସ୍ତେ ବିଷୟ ଦୋଷ ଆଲୋକ ଦ୍ୱାରା ଦେଖାଯାଏ। ଯେଉଁ ସବୁ ପ୍ରକାଶିତ ହୁଏ ତାହା ହେଲେ ଅନେକ ଜିନିଷ ଏହି ସଂସାରରେ ଦେଖାଯାଏ ଆଉ ପ୍ରକାଶିତ ହୁଏ। କୋଉଟା ଭଲ, କୋଉଟା ମନ୍ଦ, କୋଉଟା ଖରାପ, ଆପଣ ମାନେ ଜାଣିକି ମଧ୍ୟ
आपण ମାନେ ଦେଖିକି ମଧ୍ୟ ଆପଣ ମାନେ ଶୁଣିକି ମଧ୍ୟ ତାହା ଚାଲୁ ନାହିଁ, ତାହା ଅନ୍ୟ ରାସ୍ତାରେ ଯାଉଅଛନ୍ତି, ତାହେଲେ ଆପଣ ମାନଙ୍କର ମଧ୍ୟ ଭୁଲ ଥାଏ। ଯୀଶୁ ତେଣୁ ତେଣୁ ପବିତ୍ର ଶାସ୍ତ୍ରରେ ଉକ୍ତ ଅଛି, ଆଉ ଏ ନିଦ୍ରିତ ଜାଗ ମୃତ ମାନଙ୍କୁ ମୃତ ମଧ୍ୟରୁ ଉଠ, ପୁଣି ଖ୍ରୀଷ୍ଟ ତୁମ୍ଭମାନଙ୍କ ଆଲୋକ ପ୍ରଦାନ କରିବେ। ପ୍ରିୟ ମୋର ଭାଇ ଭଉଣୀ, ଆଉ ଆମ୍ଭେ ମାନେ ମରିକି ଅଛୁ, ବଞ୍ଚିନୁ। ଯେଉଁମାନେ ବଞ୍ଚିକି ଅଛନ୍ତି ସେମାନେ ଆଲୋକ ବାଟକୁ ଚାଲନ୍ତି। ଯେଉଁମାନେ ମରିକି ଅଛନ୍ତି ସେମାନେ ଅନ୍ଧାର ବାଟକୁ ଚାଲନ୍ତି। ତାହା ଆମ ବାଇବଲ ଶାସ୍ତ୍ର ଆମକୁ ବୁଝାଇ ଦେବ। ପ୍ରିୟ ମୋର, ଆମେ ଯଦି ଜାଣିବା ଆଉ ନ ଜାଣିଲା ପରେ ଆମେ ଚାଲିବା, ତାହେଲେ ଅଲଗା ଲୋକ କେମିତି ଚାଲିବେ? ତାଙ୍କେ ମଧ୍ୟ ଆମେ ଯଦି ଭଲ ବାଟ ଦେଖେଇବା, ଭଲ ମନ୍ଦ ଆମେ ତାହାଙ୍କୁ କହିବା, ତାହେଲେ ଆମେ ଆଲୋକ ସନ୍ତାନ ହଉ। ପ୍ରିୟ ମୋର ଭାଇ ଭଉଣୀ ମାନେ, ଆପଣ ମାନେ ଏହି ମୋ ଭିଡିଓ ଦେଖିକି ଲାଇକ୍ କରନ୍ତୁ, ସବସ୍କ୍ରାଇବ କରନ୍ତୁ, ଲାଇକ୍ କରନ୍ତୁ, ସେୟାର କରନ୍ତୁ। ଆପଣ ମାନଙ୍କୁ ଆଉ ଥରେ ଭେଟ ହେବା ଆସନ୍ତା ଭିଡିଓରେ। ଯଦି ଆପଣ ମାନଙ୍କୁ ଭଲ ଯଦି ଲାଗିଲେ କମେଣ୍ଟ ମଧ୍ୟରେ ମୋର ଆମକୁ ପଠାନ୍ତୁ। ନମସ୍କାର। ଯଦି ଆପଣ ମାନଙ୍କୁ ଭେଟା ଭେଟି ହେବା ବୋଲି ଆସନ୍ତା ଭିଡିଓରେ ଆଉଥରେ ଭେଟ ହେବ। ନମସ୍କାର।